ଦିନେ ଗୋଟିଏ କୁନି ପିଲା ଥିଲା। ତା ନାଁ ଥିଲା ଚାନ୍ଦୁ। ଚାନ୍ଦୁକୁ ଗପ ଶୁଣିବାକୁ ବହୁତ ଭଲ ଲାଗୁଥିଲା। ଦିନେ ତା ବାପା ତାକୁ କହିଲେ ଯେ ସେ ବଜାରରୁ ଯେକୌଣସି ଗୋଟିଏ ଜିନିଷ ଆଣିଲେ ତାକୁ ଏକ ସୁନ୍ଦର ଗପ ଶୁଣାଇବେ। ଚାନ୍ଦୁ ବଜାରକୁ ଗଲା ଏବଂ ସେଠାରେ ଏକ ସୁନା ଅଣ୍ଡା ଦେଖିଲା। ସୁନା ଅଣ୍ଡାକୁ ଦେଖି ଚାନ୍ଦୁ ବହୁତ ଖୁସି ହୋଇଗଲା। ସେ ଅଣ୍ଡାଟିକୁ କିଣି ଘରକୁ ଆସିଲା। ଘରେ ପହଞ୍ଚିବା ପରେ ସେ ତା ବାପାଙ୍କୁ ସୁନା ଅଣ୍ଡା ଦେଲା। ବାପା ଚାନ୍ଦୁକୁ ବହୁତ ପ୍ରଶଂସା କଲେ। ରାତିରେ ଚାନ୍ଦୁ ଶୋଇବା ପୂର୍ବରୁ ତା ବାପା ତାକୁ ଏକ ସୁନ୍ଦର ଗପ ଶୁଣାଇଲେ। ତାହା ଥିଲା କୁକୁଡ଼ା ଓ ତାର ସୁନା ଅଣ୍ଡା ଦିଆ ଗପ ଶୁଣାଇଲେ। ଚାନ୍ଦୁ ବହୁତ ଖୁସିରେ ଶୋଇଗଲା। ସେ ବୁଝିପାରିଲା ଯେ ଧୈର୍ଯ୍ୟ ଧରିବା ବହୁତ ଜରୁରୀ, କିନ୍ତୁ ଲୋଭ କରିବା ଆଦୌ ଭଲ ନୁହେଁ।